ତ ଏବେ ଆମେ ପଳେଇ ଆସିଛୁ ସମୁଦ୍ର କୂଳକୁ। ଦେଖନ୍ତୁ ସକାଳୁ ସକାଳୁ କେହି ଲୋକ ନାହାନ୍ତି। ଶୀତ ଦିନ ଯେହେତୁ, ଖରା ଦିନ ହେଇଥିଲେ ତ ସବୁ ଲୋକ ଆସିଯାଇଥାନ୍ତେ। ଶୀତ ଦିନ ତ କେହି ଆସିନାହାନ୍ତି। ତ ଏବେ ଆମେ ଆସିଯାଇଛୁ ଗାଧେଇବା ପାଇଁ। ତ ସୂର୍ଯ୍ୟ ଦେଖନ୍ତୁ ସନରାଇଜ୍ ହେଉଛି, ଆଉ ପାଣି ପୁରା ଥଣ୍ଡା। ତଥାପି ଆମେ ସାହସ କରି ଗାଧେଇଥିଲୁ। ଏଠି କେହି ଗୋଟେ ଲୋକ ବି ଗାଧଉନାହାନ୍ତି। ଆମକୁ ଜଲ୍ଦି ଜଲ୍ଦି ଗାଧେଇକି ଯିବାର ଥିଲା, କାହିଁକିନା ହୋଟେଲ ବି ଚେକ୍ ଆଉଟ୍ କରିବାର ଥିଲା। ଆଉ ପାଣି ଏତେ ଥଣ୍ଡା, ତ ତଥାପି ବି ଆମେ ଗାଧେଇଲୁ। ଆଉ ସନରାଇଜ୍ ଯେଉଁ ହେଉଥିଲା, ଏତେ ସୁନ୍ଦର ଭିୟୁ, ମାନେ ଯେତେ କୁହନ୍ତି କି ସନରାଇଜ୍ ଯେତେ ସୂର୍ଯ୍ୟ ଉପରକୁ ଉଠି ଉଠି ଆସିବେ ଜୁଆର ସେତେ ଜୋର ଆସିବ। ତ ସେମିତି ହିଁ ଲାଗୁଥିଲା କିଛି। ଜୁଆର ଆମେ ଗଲାବେଳକୁ ସନ୍ ଯେତେବେଳେ ରାଇଜ୍ ହେଇନଥିଲେ, ଅଳ୍ପ ଆସିଥିଲେ, ତ ସେତେବେଳେ ଧୀରେ ଧୀରେ ଲହଡ଼ି ଥିଲା। ତ ତାପରେ ଆସ୍ତେ ଆସ୍ତେ ଜୋର ଜୋର ଆସିଥିଲା। ଦେଖିପାରୁଥିବେ ଆପଣମାନେ ପାଣି କେତେ ଜୋର ଆସୁଥିଲା। ଆଉ ମୁଁ କ୍ୟାମେରାର ନେଇକି ଯାଇଥିଲି ୱାଟରପ୍ରୁଫ୍ କେସ୍, ତ ସେଥିପାଇଁ ପାଣିରେ ବି ଗାଧେଇ ପଡ଼ିଲି, କିଛି ଅସୁବିଧା ହେଲା ନାହିଁ। ତ ଦେଖନ୍ତୁ କେତେ ଜୋର ଲହଡ଼ି ଆସୁଛି। ମୋତେ ମନା କରୁଥିଲେ ସମସ୍ତେ କି ଯା ନା ଥଣ୍ଡା ହେବ, କିନ୍ତୁ ମୁଁ କହିଲି ନା, ଯେହେତୁ ଆସିଛି ତ ଟିକେ ଗାଧେଇବା। ଦେଖନ୍ତୁ ଭିୟୁ କେତେ ସୁନ୍ଦର ଲାଗୁଛି, ସନ୍ ଆଉ ସମୁଦ୍ର। ତ ଏଇଠି ମୁଁ ଏମିତି ଗାଧୋଉଥିଲି କିଛି। ଏତେ ଜୋର ଥଣ୍ଡା ଲାଗୁଥିଲା, ମୋ ଦେହ ତ ପୁରା ଥରୁଥିଲା ବହୁତ ଜୋରସେ, କିନ୍ତୁ ତଥାପି ବି ଇଚ୍ଛା ଥିଲା ଗାଧେଇବା ପାଇଁ। ଆଉ ଦେଖନ୍ତୁ ପାଣି କେତେ ଜୋର। ଆଉ ପାଣି ଏବେ ଆଗ ଅପେକ୍ଷା ବହୁତ ପରିଷ୍କାର ହେଇଯାଇଛି। ଆଗରୁ ପାଣିଟା ବହୁତ ଅପରିଷ୍କାର ଲାଗୁଥିଲା, ଏବେ କିନ୍ତୁ ପରିଷ୍କାର ହେଇଯାଇଛି। ପାଣି ପୁରା ପରିଷ୍କାର। ଆଉ ମୁଁ ପୁରା ମସ୍ତି କରୁଥିଲି ପାଣିରେ, ପୁରା ଭଲ ଭାବରେ ଏନ୍ଜୟ କରିଛି ଗାଧେଇବାଟାକୁ। ଥଣ୍ଡା ଲାଗୁଥିଲା, ଥଣ୍ଡା ଏବେ ଉପରକୁ ଉଠି ଆସିଲା ବେଳକୁ ଲାଗୁଥିଲା, କିନ୍ତୁ ପାଣିରେ ଆଉ ଥଣ୍ଡା ବେଶୀ ଜୋର ଲାଗୁନଥିଲା। ଲହଡ଼ି କେତେ ଜୋର ଆସୁଥିଲା ଦେଖିପାରୁଥିବେ। ଏବେ ଯିବା ଗାଧେଇକି ଆମେ ବାହାରିବା। କେତେ ସମୟ ଲାଗିବ ପୁଣି ଆମେ ଯାଇକି ରୁମ୍ରେ ପହଞ୍ଚିକି ତାପରେ ପୁଣି ମନ୍ଦିର ଯିବାର ଅଛି। ତ ଯିବା ବାହାରିକି। ଆଉ ସନରାଇଜ୍ ଦେଖନ୍ତୁ ଏବେ ଆସ୍ତେ ଆସ୍ତେ ଲୋକ ଟିକେ ଆସିଲେ, କିନ୍ତୁ ନହେଲେ ସି ବିଚ୍ରେ ଦେଖନ୍ତୁ କେତେ ଲୋକ ଥାଆନ୍ତି। କିନ୍ତୁ ଆଜି ତ ଫ୍ରେଣ୍ଡସ୍, ଆମେ କାଲି ଏଇ ହୋଟେଲ ରୁମ୍ରେ ହିଁ ରହିଥିଲୁ। ତ ଏବେ ଦେଖନ୍ତୁ ଚେକ୍ ଆଉଟ୍ କରିବୁ, ଟାଇମ୍ ହେଇଗଲାଣି। ତ ଗାଧେଇ ପାଧେଇକି ବି ପୁରା ରେଡ଼ି ହେଇଯାଇଛୁ। ଯିବା, ଭାଉଜ ଆଙ୍କେ ସବୁ ଆସିଯିବେ ଏବେ। ତ ସେଠି ଭାଉଜଙ୍କ ପୁଅର ଛୁଟି ପଡ଼ିବାର ଅଛି, ସେ କାମଟା ଆଜି ସରିଯିବ। ଆମେ ଯେତେ ଜଲ୍ଦି ହେବ ପଳେଇବୁ, କାହିଁକିନା ସେଠି ଘରେ ଜିମି ଅଛି, ଗାଈ ଚଢ଼େଇ ସମସ୍ତେ ଅଛନ୍ତି। ଘର ଚାବି ପକା ହେଇକି ଆସିଛୁ ଆମେ, ତ ସେଥିପାଇଁ ଜଲ୍ଦି ପଳେଇବା। ମୋ ଜିନିଷପତ୍ର ସବୁ ପ୍ୟାକ୍ ହେଇଗଲାଣି। ଆଉ ଯାହା ଅଳ୍ପ ଅଛି ମୁଁ ତାକୁ ସବୁ ଜଲ୍ଦି ଜଲ୍ଦି ପ୍ୟାକ୍ କରିଦିଏ, କାହିଁକିନା ମୁଁ ଚାରିଆଡ଼େ ଖୋଲିକି ସବୁ ପକାଇ ଦେଇଥିଲି, କ୍ୟାମେରା ଚାର୍ଜ ଇଏ ଚାର୍ଜ, ସେଥିପାଇଁ। ତ ସେଗୁଡ଼ା ସବୁ ଏବେ ରେଡ଼ି କରିଦେବା। ସମୁଦ୍ରକୁ ବି ଯାଇଥିଲି ଗାଧେଇବା ପାଇଁ, ସମୁଦ୍ରରେ ଗାଧେଇକି ଆସିଲି। ଆଉ ଥଣ୍ଡା ଏଠି ଅଛି, ବେଶୀ ନାହିଁ। ତାପରେ ଏଠି ଆସିକି ଗାଧେଇଲା ପରେ ପୁରା ଫ୍ରେଶ୍ ହେଇଯାଇଛି। ଏବେ ବାହାରିବା। ଟାଇମ୍ ବି ହେଇଗଲାଣି 7:30 ପାଖାପାଖି। ଚେକ୍ ଆଉଟ୍ କରିବା ଟାଇମ୍ ହେଇଗଲାଣି। ଚେକ୍ ଆଉଟ୍ କରିବା। ଠିକ୍ ଅଛି, ଯାଏଁ ଜଲ୍ଦି ବାହାରକୁ ଯିବା। ଠିକ୍ ଅଛି। ଏବେ ଦେଖନ୍ତୁ ଆମେ ଆସିକି ମନ୍ଦିର ପାଖରେ ପହଞ୍ଚି ଯାଇଛୁ। ଆଉ ସନରାଇଜ୍ ହେଇଥିଲା, ଏବେ ଆସ୍ତେ ଆସ୍ତେ ସୂର୍ଯ୍ୟ ଆସିଗଲେଣି। ତ କେତେ ସୁନ୍ଦର ଲାଗୁଛି ଦେଖନ୍ତୁ, କେତେ ସୁନ୍ଦର। ଆଉ ଲୋକ ବି ଆସ୍ତେ ଆସ୍ତେ, ଆଜି ଯେହେତୁ ସଣ୍ଡେ ଥିଲା ତ ସେଥିପାଇଁ ପୁରା ଭିଡ଼। ସଣ୍ଡେ ପାଇଁ ସମସ୍ତେ ଆସୁଛନ୍ତି। କାଲି ତ ମୁଁ କହିଥିଲି କି ସଣ୍ଡେ, ସଟର୍ଡେ ସଣ୍ଡେ ତ ଭିଡ଼ ହେବ ହିଁ ହେବ। ତ ଆଜି ସଣ୍ଡେ ଦେଖନ୍ତୁ ପୁରା ଗହଳି। ଆଉ କେତେ ସୁନ୍ଦର ଲାଗୁଛି। ଏଇ ଜାଗାଟା ଆଗରୁ ଏତେ ଚଉଡ଼ା ନଥିଲା, ତ ଯେଉଁ କାମ ହେଲା ପରେ ବହୁତ ଚଉଡ଼ା ହେଇଯାଇଛି। ତ ସେଥିପାଇଁ ପୁରା ଲୋକମାନେ ଆରାମସେ ଫାଙ୍କାରେ ପୁରା ବୁଲି ପାରୁଛନ୍ତି, ପୁରା ଆରାମସେ। ଆଉ ଗୋଟେ କଥା, ଆମର ମାମା ବାବା ଆଉ ଭାଇ କି ଏମାନେ ବର୍ଷେ 1.5 ବର୍ଷ ହେଲାଣି ପାଖାପାଖି ଆସିନଥିଲେ ମନ୍ଦିର। କାହିଁକି ଯାଇନଥିଲେ ନା, ଜେଜେଙ୍କର ଆମର ଡେଥ୍ ହେବାର ବର୍ଷେ ପର୍ଯ୍ୟନ୍ତ ବାବା ମାମା ଯିବା ମନା କରିଦେଇଥିଲେ, କାକା କାକି ବି ଏମାନଙ୍କୁ ତ ମନା କରିଥିଲେ ସମସ୍ତଙ୍କୁ, ପୁରା ଫ୍ୟାମିଲିକୁ। କିନ୍ତୁ ମୁଁ ଆସିଛି ୟା ପରେ, ଜେଜେଙ୍କ ଡେଥ୍ ପରେ 2 ଥର ଆସିଛି। କାହିଁକି ନା ମୋତେ କହିଥିଲେ କି ନାତିମାନେ ଯାଇପାରିବ ସାଧାରଣତଃ। ତାପରେ ଆଉ ଗୋଟେ କଥା ମୁଁ ଜାଣିଛି କି ଜଗାର ଯେପର୍ଯ୍ୟନ୍ତ ଡୋରି ନ ଲାଗିବ ସେ ପର୍ଯ୍ୟନ୍ତ ଆପଣମାନେ ଆସିକି କେବେ ଦର୍ଶନ କରିପାରିବେନି। ତ ମୋତେ ଲାଗିଲା କି ଜଗାର ଡୋରି ଲାଗୁଛି। ମୁଁ ଆସିଥିଲି ଯେଉଁ ଭୁବନେଶ୍ୱର, ତ ବଣ୍ଟି ନନାଙ୍କ ପାଖକୁ ସେତେବେଳେ ଆସିଥିଲୁ। ତା ପୂର୍ବରୁ ମଧ୍ୟ ଆଉ ଗୋଟେ ଥର ଆମେ ଆସିଥିଲୁ।
ତ ମୋର ସାୟଦ ଡୋରି ଲାଗିଯାଇଥିଲା ତ ସେଥିପାଇଁ ମୁଁ ଆସିକି ଦର୍ଶନ କରିଥିଲି। ଆଉ ଏମାନଙ୍କର ଆସିନଥିଲେ ବହୁତ ଦିନ ହେଲାଣି ତ ମାମା ବାବା ମା ଭାଇ ଏମାନେ ତ ସେମାନେ ଯାହା ହଉ ଆସିଲେ ଦର୍ଶନ କରିପାରିଲେ। କି ମୁଁ ସେଇ ସବୁ କଥା ଜାଣିଛି, ସେମାନେ ତ ଯିବା କଥା ନୁହେଁ ବର୍ଷେ ଯାଏଁ, କିନ୍ତୁ ମୋତେ କହିଥିଲେ କି ତୁ ଯାଇପାରିବୁ କିଛି ଅସୁବିଧା ନାହିଁ। ତାପରେ ମୋତେ ଗୋଟେ ମାନେ ଠାକୁରଙ୍କ ପ୍ରତି ଲାଗିଲା ତ ସେଥିପାଇଁ ମୁଁ ପଳେଇ ଆସିଥିଲି। ଆଉ ଦେଖନ୍ତୁ କେତେ ଭିଡ଼ ଆଜି ହେଇଗଲାଣି, ଆସ୍ତେ ଆସ୍ତେ ଭିଡ଼ ବଢ଼ୁଛି। ଆଉ ଲାଇନ୍ ଦେଖିପାରୁଥିବେ କେତେ ଦୂର ଯାଏଁ ହେଇଗଲାଣି। ତ ଏବେ ଆମେ ବଡ଼ ଦାଣ୍ଡରେ ଚାଲିକି ଯାଉଛୁ। ବଡ଼ ଦାଣ୍ଡ ଗୋଟେ ସାଧାରଣ ଦାଣ୍ଡ ନୁହେଁ, ଏଇଟା ଗୋଟେ ମାନେ ଜଗନ୍ନାଥ ସ୍ୱୟଂ ଏଇଠି ଆସନ୍ତି। ତ ରଥରେ ଏଇଠୁ ବସିକି ଯାଆନ୍ତି। ତ ଏଇଟା ବହୁତ ବଡ଼ କଥା। ଆଉ ରଥ ବେଳେ ତ ମାନେ ଏଠି ପାଦ ପକେଇ ହୁଏନି, ଏତେ ଭିଡ଼ ଥାଏ। ତ ଏଇପଟେ ଆମେ ଯାଉଛୁ କାରଣ ନରେନ୍ଦ୍ର ପୋଖରୀକୁ ଆମକୁ ଯିବାର ଥିଲା। ଭାଉଜ ଆଙ୍କେ ଆସିକି ସେଇଠି ପହଞ୍ଚି ଗଲେଣି, ପୁଅର ଚୁଟି ସେଇଠି ପଡ଼ିବ, ନରେନ୍ଦ୍ର ପୋଖରୀ ପାଖରେ ପଡ଼େ। ତ ସେଥିପାଇଁ ଆମେ ସେଇଠିକି ଯାଉଛୁ। ଏଠୁ ଅଳ୍ପ ବାଟ, ଆଉ ସମସ୍ତେ ଗାଡ଼ିରେ ପଳେଇଲେ ଆମେ କିଛି ଜଣ ଚାଲିକି ଯାଉଛୁ। ବଡ଼ ଦାଣ୍ଡରେ ଚାଲିକି ଯିବାରେ ବି ମାନେ ଗୋଟେ ଅଲଗା ପ୍ରକାର ଇଏ ଅଛି, କେତେ ଚଉଡ଼ା ଦାଣ୍ଡ। ଆଉ ଦେଖନ୍ତୁ ଭିଡ଼ ମଧ୍ୟ ଆଜି ମନ୍ଦିର ପାଖରୁ ଦେଖିପାରୁଥିବେ କେତେ ଲୋକ ଦେଖାଯାଉଛନ୍ତି। ଏପଟେ କେତେ ଲୋକ ଆହୁରି ଅଛନ୍ତି। ଆଗରୁ ଏଇ ସବୁ ଦୋକାନ ଆସିକି କେତେ ପାଖରେ ବସିଥିଲା, କିନ୍ତୁ ଏବେ ଆଉ ଦୋକାନ ମଝିରେ ନାହାନ୍ତି, ସବୁ ସାଇଡ଼ରେ। ତ ପୁରା କେତେ ଚଉଡ଼ା ଆଉ କେତେ ସୁନ୍ଦର ଲାଗୁଛି ବି, ସିଧା ରାସ୍ତା ପୁରା। ଏବେ ଆମର ପୁଅର ଏଇଠି ଚୁଟି ପଡ଼ିବ, ତ ପୂଜା ଭାସ ଟିକେ ଯେଉଁ କରନ୍ତି ସେଇଟା ଚାଲିଛି। ତ ତା ହାତରେ କ'ଣ ଏମିତି ଚାଉଳ ଟିକେ ମୁଣ୍ଡରେ ପକାଇକି ଷ୍ଟାର୍ଟ କରିବେ ଫାଷ୍ଟ। ତ ଆମର ପୁଅ କାନ୍ଦୁ ନଥିଲା, କିନ୍ତୁ ହଲଚଲ ବହୁତ କରୁଛି। ତ ସେଥିପାଇଁ ସେ ଟିକେ ଦେଖିକି ଧୀରେ ସୁସ୍ଥେ ତାଙ୍କୁ କରିବାକୁ ପଡ଼ିବ। ଆଉ ଦେଖନ୍ତୁ ଫାଷ୍ଟ ଷ୍ଟାର୍ଟ ହେଇଯାଇଛି। ପିଲା କିନ୍ତୁ ଏଠି ବହୁତ ସାରା କାନ୍ଦୁଛନ୍ତି, ସାଇଡ଼ରୁ ଆପଣମାନେ ଶବ୍ଦ ଶୁଣିପାରୁଥିବେ। କିନ୍ତୁ ଆମର ଏ କାନ୍ଦୁନି, ବସିଛି କେତେ ଶାନ୍ତର ସହିତ, କିନ୍ତୁ ଖାଲି ମୁଣ୍ଡଟାକୁ ଏପଟ ସେପଟ ଟିକେ ଟିକେ ହଲଚଲ କରୁଛି। ଛୋଟ ପିଲା ତ କରିବ, ସେ କିଛି ସେମିତି କହିହେବନି। ଦେଖନ୍ତୁ ଆଉ ସମସ୍ତେ ଆସିକି ଆମର ଏଇଠି ଛିଡ଼ା ହେଇକି ଦେଖୁଛନ୍ତି କି ମାନେ ସମସ୍ତେ ଦେଖନ୍ତୁ। ଆଉ ଏଇଟା ହେଉଛି ନରେନ୍ଦ୍ର ପୋଖରୀ। ତ ଦେଖନ୍ତୁ କେତେ ବଡ଼ ପୋଖରୀଟେ, ମାନେ ଆଖି ପାଉନି ସେପଟକୁ, ଏତେ ବଡ଼ ପୋଖରୀଟେ, ମଝିରେ ମନ୍ଦିର ଅଛି। ଦେଖନ୍ତୁ ପୁରା ଫ୍ୟାମିଲି ବସିଛନ୍ତି। ପୁଅ ଏବେ ଆସିଲା ଯୋଉ ତା
सहित जे पूरा ये आम फुलेई समस्ते आ पूरा केते भीड़ I am not too late. आउ केते भीड़ पूरा ଏବେ ଆମେ ସମସ୍ତେ ଆସି ଖାଇବା ପାଖରେ ପହଞ୍ଚି ଯାଇଛୁ। ଖାଇବା ଦେଖନ୍ତୁ କେତେ ସୁନ୍ଦର ହେଇଛି। ଆଉ ମୁଁ ପିଙ୍କି ଦିଦି ପାଖରେ ଆଉ ସୁମିତ ଭାଇ ମୋ ପାଖରେ ଅଛନ୍ତି, ତ ତାଙ୍କ ସହିତ ଆଉ ସେପଟରେ ସମସ୍ତେ ବସିଛନ୍ତି ଟେବୁଲରେ। ତ ଏବେ ଖାଇବା ଷ୍ଟାର୍ଟ କରିବା, ଭୋକ ବି ଲାଗିଲାଣି। ତାପରେ ଦେଖନ୍ତୁ ଆମେ ଖାଇବା ସାରି ଦେଇ ପୁରୀ ବାହାରି ପଡ଼ିଥିଲୁ ଘରକୁ ଆସିବା ପାଇଁ। ଦେଖନ୍ତୁ ଏଇ ଯେଉଁ ସର୍କଲଟା ହେଇଛି କେତେ ସୁନ୍ଦର ଲାଗୁଛି। ପାର୍କିଂରୁ ଏକାଥରେ ଡାଇରେକ୍ଟ ଆସିକି ଆପଣମାନେ ମାଳତୀ ବାଟପୁରରେ ବାହାରିବେ। ତ ଠିକ୍ ଅଛି, ଏବେ ଆମେ ଯିବା ଘରେ ପହଞ୍ଚିବା। ରାତି ହେଇଯିବ କି କେତେବେଳେ ପହଞ୍ଚିବା ଜଣା ନାହିଁ। ତ ଏକାଥରେ ଦେଖାଯିବ ଆପଣମାନଙ୍କ ସହିତ ଘରେ। ଜୟ ଜଗନ୍ନାଥ, ରହିଲି, ନମସ୍କାର।